ଆଜ୍ଞା ନମସ୍କାର। ଆପଣଙ୍କର ମଙ୍ଗଳ ହେଉ, ଉନ୍ନତି ହେଉ, ଜୟ ହେଉ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାଗ ଭବେତ୍। ସମସ୍ତେ ସୁଖରେ ରହିଲେ ମୁଁ ସୁଖୀ। ପଡ଼ିଶା ଘର ଯଦି ଆନନ୍ଦରେ ଅଛି ତାହେଲେ ଆମେ ନିଶ୍ଚିନ୍ତ। ଆମ ପଡ଼ିଶା ଘର ଦୁଃଖରେ ଅଛି, ଆମେ କ'ଣ ଶାନ୍ତିରେ ଶୋଇପାରିବା ନା ମୁଠେ ଖାଇପାରିବା? ମନକୁ ଭାଇ ଚିନ୍ତା ଆସିବ। କାହା ମୁଣ୍ଡକୁ ଆସିବ ଚିନ୍ତା? ଯଦି ଆପଣ ଭଲ ଲୋକ, ଯଦି ମୋ ଭଳିଆ ମନ୍ଦ ଲୋକ, ଜମା ଏ ସୁଚିନ୍ତା ଆସିବନି। ଆଗ ଅନ୍ୟକୁ ଦିଅ କ'ଣ? ସୁଖ, ଶାନ୍ତି, ଦୟା, କ୍ଷମା, ଆଉ ହୁଅ ଉଦାର ପ୍ରକୃତିର ଜଣେ ସେବକ। ତେବେ ସୁଖ ଶାନ୍ତି ତମ ପିଛା ଛାଡ଼ିବନି, ଗୋଡ଼େଇ ଗୋଡ଼େଇ ଘୋଡ଼େଇ ଦେବ। ଯଦି ପରଶ୍ରୀ କାତର ହବ, ଅନ୍ୟର ଅପକାର ପାଇଁ ଏ ଘର ମାଉସୀ ସେ ଘର ପିଉସୀ ହେବ, ଅନ୍ୟର ଗୋଡ଼ ଟାଣିବ, ପର ପାଇଁ ଗାତ ଖୋଳିବ, ବାଟରେ କଣ୍ଟା ବିଛେଇବ, ତାହେଲେ ଦୁଃଖ ଦୁର୍ଦିନ ତମ ପିଛା ଛାଡ଼ିବନି। ବନ୍ଧୁ, ଆମେ ରାହୁ ଚଳନର ଏକାଦଶ ଭାଗ ଆମେ ଆଲୋଚନା କରିବା। ରାହୁ ଆସନ୍ତା 29 ତାରିଖ ଗୁରୁବାର ରାତି 1:18 ବକ୍ରଗତିରେ ପୂର୍ବଭାଦ୍ର କୁମ୍ଭକୁ ଯାତ୍ରା କରୁଛନ୍ତି। ସେ ସେଠାରେ 18 ମାସ ବୋଲେ 1 ବର୍ଷ 6 ମାସ ରହିବେ। ଯଦି ଆପଣ ଜାଣିପାରିବେ ଯେ ରାହୁ ଆପଣଙ୍କ ପାଇଁ ଅଶୁଭ, କ୍ଷତିକାରକ, ହାନିକାରକ, ଦୁଃଖଦାୟକ, ତେବେ ଛିନ୍ନମସ୍ତା ଦୁର୍ଗାଙ୍କର ଗୋଟିଏ ରୂପ ଛିନ୍ନମସ୍ତା ଏହି ସ୍ତୋତ୍ର ଅଧ୍ୟୟନ କରନ୍ତୁ। ଛିନ୍ନମସ୍ତାଙ୍କ ସ୍ତୋତ୍ର ପାଠ କଲେ ରାହୁ ଅନିଷ୍ଟ କରିପାରନ୍ତି ନାହିଁ, କାରଣ ରାହୁଙ୍କର ଅଭୀଷ୍ଟ ଛିନ୍ନମସ୍ତା। ଯଦି ପଢ଼ି ନପାରିବେ, ସମୟ ନାହିଁ ବା ପଢ଼ିପାରିବେନି ବୋଲି ଭୟ କରୁଛନ୍ତି, ତେବେ ଚନ୍ଦନ ମୂଳ ଟିକେ ଖୋଜନ୍ତୁ। ତାକୁ ଷ୍ଟିଲ୍ ଡେଉଁରିଆରେ ଭର୍ତ୍ତି କରି ମୁହଁ ବନ୍ଦ କରି କଳା ସୂତାରେ ପୁରୁଷମାନେ ଡାହାଣ ହାତରେ, ସ୍ତ୍ରୀମାନେ ବାଁ ହାତରେ ବାନ୍ଧନ୍ତୁ। ହେଲେ ବାନ୍ଧିବା ପୂର୍ବରୁ ଶିବ ମନ୍ଦିର ଯାଇ ପୂଜକଙ୍କୁ ନିବେଦନ କରନ୍ତୁ। ମହାଶୟ, ତାକୁ ଟିକେ ଶିବଲିଙ୍ଗ ଉପରେ ରଖି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ଶୋଧନ କରିଦିଅନ୍ତୁ। ମନ୍ଦିରକୁ ନେବା ପୂର୍ବରୁ ତାକୁ ଭଲ ପାଣିରେ ଧୋଇବେ, ଗଙ୍ଗା ପାଣିରେ ଧୋଇବେ, ପଞ୍ଚାମୃତରେ ଧୋଇବେ। ଶ୍ରଦ୍ଧା ଭକ୍ତିରେ ଧୁଆ ଲୁଗା ବା ନୂଆ ଲୁଗା ପିନ୍ଧି ମନ୍ଦିରକୁ ଯିବେ। ମନ୍ଦିରରେ ଅଛନ୍ତି ବୃଷଭ, ବୃଷଭଙ୍କୁ ଗୁହାରି ହେବେ। ତାଙ୍କ ଅଣ୍ଡକୋଷ ବାହାରକୁ ଅଛି, ସେ ଅଣ୍ଡକୋଷକୁ ଟିକେ ଆଉଁସି ଦେଇ ନମଃ ଶିବାୟ ବାରମ୍ବାର ଜପିବେ। ତାପରେ ତାଙ୍କ ଅନୁମତି ନେଇ ଶିବ ଦର୍ଶନ କରିବେ। ତାକୁ ଆଣି ହାତରେ ବାନ୍ଧିବେ। ଆଉ ଯଦି ପଢ଼ିପାରୁଛନ୍ତି, ସମୟ ଅଛି, ତାହେଲେ ଛିନ୍ନମସ୍ତାଙ୍କର ସ୍ତୋତ୍ର ପାଠ କରିବେ। ଯଦି ରାହୁ ମନ୍ଦ ତ ଆଉ କେମିତି? ଆପଣଙ୍କର କୁମ୍ଭ ରାଶି, ରାହୁ ଆସିବେ କୁମ୍ଭକୁ। ଜନ୍ମ ରାହୁ ଆଦୌ ଶୁଭ ନୁହଁ, ସେ ହାନିକାରକ। ଯଶ, ସ୍ୱାସ୍ଥ୍ୟ, ଧନ, ବନ୍ଧୁ ସବୁ କ୍ଷେତ୍ରରେ ହାନି ହେବ। କୁମ୍ଭ ରାଶିର ଧନିଷ୍ଠା, ଶତଭିଷା, ପୂର୍ବଭାଦ୍ର ଏଇ 3ଟି ନକ୍ଷତ୍ର। ଏଇ 3ଟି ନକ୍ଷତ୍ରକୁ ନେଇ କୁମ୍ଭ ରାଶି
ସବୁଦିନ ସମସ୍ତଙ୍କୁ ସୁଖ ବା ଦୁଃଖ ବାଣ୍ଟି ଆସିଛି। ଏଇ କୁମ୍ଭ ରାଶିରେ ରାହୁ ଆସିଗଲେ କାହାକୁ କେଉଁ ନକ୍ଷତ୍ରକୁ କେତେ ସୁଖ ଦେବ କେତେ ଦୁଃଖ ଦେବ ତ ଆଲୋଚନା କରିବା। ତା ପୂର୍ବରୁ ଜାଣିବା ରାହୁ ସୁସ୍ଥ କି ଅସୁସ୍ଥ। ସେ ସୁସ୍ଥ ମାନସିକତା ଭିତରେ ଅଛନ୍ତି ଆମ ଜନ୍ମଜାତକରେ ନା ଅସୁସ୍ଥ ମାନସିକତା ଭିତରେ ଅଛନ୍ତି ଆମ ଜନ୍ମଜାତକରେ। ଏଇଟା ଜାଣିଗଲା ପରେ ଆମକୁ ରାହୁ ସୁଖ ଦେବ କି ଦୁଃଖ ଦେବ ତାହା ବୁଝିପାରିବା। ରାହୁଙ୍କର ଅନ୍ତରଙ୍ଗ ଇଣ୍ଟିମେଟ୍ ଫ୍ରେଣ୍ଡ କିଏ? ବୁଦ୍ଧ। ଯଦି ସେ ବୁଦ୍ଧଙ୍କ ସହ ଥାଆନ୍ତି ବା ବୁଦ୍ଧଙ୍କ ଦୃଷ୍ଟିରେ ଥାଆନ୍ତି ତାହେଲେ ତାଙ୍କ ବଳ ବଢ଼ିଯାଏ। ରାହୁଙ୍କର ସମସ୍ତ ଦୋଷ ହରଣ କରନ୍ତି ବୁଦ୍ଧ। ଶାସ୍ତ୍ରଜ୍ଞ କହନ୍ତି ବୁଦ୍ଧଙ୍କ ଦୃଷ୍ଟିରେ ରାହୁ ଥିଲେ ରାହୁ ନିଷ୍ପାପ ନିର୍ଦୋଷ ନିଷ୍କଳଙ୍କ ଶକ୍ତିମାନ ବଳବାନ କଲ୍ୟାଣକାରୀ। ରାହୁ ଯେଉଁଠି ଥାଆନ୍ତି ସେ ଘରର ମଙ୍ଗଳ କରନ୍ତି ଆଉ ତାଙ୍କ ଦୃଷ୍ଟି ଯେଉଁଠିକି ପଡ଼େ ସେ ଘରର ଅମଙ୍ଗଳ ହୁଏ। ଯଦି ଆପଣଙ୍କର ଜନ୍ମ ଜାତକରେ ମିଥୁନରେ ନବମ ଘରେ ଭାଗ୍ୟ ସ୍ଥାନରେ ରାହୁ ଅଛନ୍ତି ତାହେଲେ ଆପଣ ଭାଗ୍ୟବାନ। ସେ ଆପଣଙ୍କୁ ପଙ୍କରୁ ଟେକି ନେଇ ପାହାଡ଼ ଶିଖରରେ ବସାଇ ଦେବେ। ଯଦି ଏଇ ନବମସ୍ଥ ମିଥୁନସ୍ଥ ରାହୁ ଉପରେ ବୁଦ୍ଧଙ୍କର ଦୃଷ୍ଟି ଅଛି ତାହେଲେ ଆପଣ ସତରେ ପୂର୍ବଜନ୍ମରେ ଗୁଡ଼େ ପୁଣ୍ୟ କରିଥିଲେ। ହଁ ବନ୍ଧୁ, ଏତଦ୍ ବ୍ୟତୀତ ରାହୁ ଯଦି ଜାତକରେ ତୃତୀୟ ଷଷ୍ଠ ଦଶମ ଏକାଦଶରେ ବା ମିଥୁନ କନ୍ୟା ତୁଳା ବୃଷ କୁମ୍ଭ ମକରରେ ଥାନ୍ତି ତାହେଲେ ସେ ସୁସ୍ଥ ମାନସିକତା ଭିତରେ ଅଛନ୍ତି। ସେ କଲ୍ୟାଣ କରିବେ, ମଙ୍ଗଳ କାମନା କରିବେ। ଅନ୍ୟ ପକ୍ଷରେ ଯଦି ସେ ଲଗ୍ନ ଦ୍ୱିତୀୟ ଚତୁର୍ଥ ପଞ୍ଚମ ସପ୍ତମ ଅଷ୍ଟମ ବା ଦ୍ୱାଦଶରେ ଥାନ୍ତି ସେ ମେଷ ମୀନ ଧନୁ ବିଛା ସିଂହ କର୍କଟରେ ଥିଲେ ଆଦୌ ଶୁଭ ଚିନ୍ତା କରନ୍ତି ନାହିଁ। ସେ ଅସୁସ୍ଥ ମାନସିକତା ଭିତରେ ଅଛନ୍ତି। ଯଦି ଅସୁସ୍ଥ ଅଛନ୍ତି ସେ ଆମକୁ ଅସୁସ୍ଥ କରିଦେବେ, ଯଦି ସୁସ୍ଥ ଅଛନ୍ତି ଆମକୁ ସୁସ୍ଥ କରିଦେବେ। ହେଲେ ଶତଭିଷା ଧନିଷ୍ଠା ଓ ପୂରଭାଦ୍ର, ଧନିଷ୍ଠା 23 ଶତଭିଷା 24 ପୂରଭାଦ୍ର 25 ନକ୍ଷତ୍ର କାହାକୁ କ'ଣ ମିଳିବ? ମାନେ 23 ନକ୍ଷତ୍ରକୁ ମିଳିବ ଦେହ ପୀଡ଼ା, 24 କି ମିଳିବ ସମ୍ମାନ, 25 କି ମିଳିବ ଅର୍ଥ ଲାଭ। ଯଦି ସେ ସୁସ୍ଥ ଏଇ ଦେହ ପୀଡ଼ା କମ୍ ହେବ, ଯଦି ଅସୁସ୍ଥ ଦେହ ପୀଡ଼ା ବଢ଼ିଯିବ। ଯେଉଁ ସମ୍ମାନ ମିଳିବ 24 କି ସେ ସୁସ୍ଥ ଉଚ୍ଚ କୋଟିର ସମ୍ମାନ ମିଳିବ। ଯଦି ସେ ଅସୁସ୍ଥ ତାହେଲେ ସାଧାରଣ ସମ୍ମାନ ମିଳିବ। ଯଦି ସେ ସୁସ୍ଥ ତାହେଲେ ପୂରଭାଦ୍ର 25 ନକ୍ଷତ୍ରକୁ ଅତି ପ୍ରଚୁର ଅର୍ଥ ମିଳିବ। ଯଦି ସେ ଅସୁସ୍ଥ ତାକୁ ଅଳ୍ପ କିଛି ମିଳିବ, ହ୍ୟାଣ୍ଡ ଟୁ ମାଉଥ। ଯାହା ଆୟ ତା ସକାଳ ଯାଏ ରହିବନି, ପୁଣି ଆୟ କରିବାକୁ ପଡ଼ିବ, ହାତ ଖାଲି ହେବନି। ବନ୍ଧୁ ଦେଖିବା ଯାହା ସବୁ କହିଲି ତାହା କ'ଣ ଲେଖା ଅଛି। ରାହୁ କୁମ୍ଭରେ 18 ମାସ ରହିବେ। ଜନ୍ମ ରାହୁ ଆଦୌ ଶୁଭ ନୁହନ୍ତି, ବହୁ ହାନିକାରକ ହୋଇଥାନ୍ତି। ଧନ ମାନ ସ୍ୱାସ୍ଥ୍ୟ ଯଶ ବନ୍ଧୁ ଆଦି ସମସ୍ତ ବିଷୟଗତ ହାନିରେ ପକେଇ ଦହଗଞ୍ଜ କରନ୍ତି। 23 ନକ୍ଷତ୍ର ମାନେ ଧନିଷ୍ଠା କୁମ୍ଭ ପାଇଁ ଏହି ଦୁର୍ଯୋଗ ଅଛି। ଦେହ ପୀଡ଼ା ହେବ, ସ୍ୱାସ୍ଥ୍ୟ ହାନି ହେବ। 24ର
ମାନେ ଶତବିଶା ନକ୍ଷତ୍ରକୁ ବହୁ ସମ୍ମାନ ମିଳିବ, ଯଶ ବଢ଼ିଯିବ। 25 ନକ୍ଷତ୍ରକୁ ବୋଇଲେ ପୂର୍ବଭାଦ୍ର ନକ୍ଷତ୍ର ପାଇଁ ଅର୍ଥ ଲାଭ ଯୋଗ ଅଛି। ଏହା ଘୋଷଣା କରିବା ପୂର୍ବରୁ ଆଗ ଆମ ଜାତକ ଦେଖିବା। ଜନ୍ମ ଜାତକରେ ଯଦି ରାହୁ ସୁସ୍ଥ ମାନସିକତା ଭିତରେ ଅଛନ୍ତି, ତେବେ ଏହି ଦେହ ପୀଡ଼ା ଯାହା 23 ନକ୍ଷତ୍ର ଭୋଗିବାକୁ ଅଛି ତାହା ଉଣା ହେବ। ଶତଭିସାକୁ ବହୁ ସମ୍ମାନ ମିଳିବ ଓ ପୂର୍ବଭାଦ୍ରକୁ ଭଲ ଆୟ ହେବାର ପନ୍ଥା ଖୋଲିଯିବ। ଯଦି ଅସୁସ୍ଥ ମାନସିକତା ଭିତରେ ଅଛନ୍ତି ରାହୁ, ତେବେ ଧନିଷ୍ଠା କୁମ୍ଭ ପୂର୍ଣ୍ଣ ଅସୁସ୍ଥ ହେବେ। ଶତଭିସା କୁମ୍ଭକୁ ସାମାନ୍ୟ ସମ୍ମାନ ମିଳିବ, ପୂର୍ବଭାଦ୍ରର ଅଳ୍ପ ଆୟ ହେବ। ରାହୁ ଯଦି ଅସୁସ୍ଥ, ତେବେ ଛିନ୍ନମସ୍ତାଙ୍ଗ ସ୍ତୋତ୍ର ପାଠ କରନ୍ତୁ। ଧଳା ଚନ୍ଦନର ମୂଳକୁ ହାତରେ ବାନ୍ଧନ୍ତୁ। ବନ୍ଧୁ, ଭଲ କହିଲି ମନ୍ଦ କହିଲି, ଯାହା ଜାଣିଲି ତାହା କହିଲି। ଆଶା କରେ ଆପଣମାନେ ସମସ୍ତେ ମାନସିକ ପ୍ରସ୍ତୁତ ହେବେ। ଯଦି ବୁଝି ନ ପାରିଥିବେ ଆବଶ୍ୟକ ମଣିଲେ 80933555583ରେ ଫୋନ୍ କଲେ ମୁଁ ଆପଣଙ୍କୁ ଆଉ କିଛି ସହଯୋଗ କରିପାରିବି। ରହିଲି ଇତି ଆପଣଙ୍କର ହିତାକାଂକ୍ଷୀ କୁଳମଣି ପଣ୍ଡା। ନମସ୍କାର।